أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ନବୀଶ୍ରେଷ୍ଠ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लम ମକ୍କା ଜୟ କରିବା ପରେ ମଦିନା ପ୍ରତ୍ୟାବର୍ତ୍ତନ କରିଥିଲେ। ତାପରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କୁ କେତେକ ଅଭିଯାନ ଓ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଜି ସେହିଗୁଡ଼ିକର ଚର୍ଚ୍ଚା କରିବି। ଗୋଟିଏ ସରିଆ କୈସ୍ ବିନ୍ ସାଦ୍ ବିନ୍ ଉବାଦା ରଜିୟଲ୍ଲାହୁଙ୍କ ନେତୃତ୍ୱରେ 8 ହିଜରୀରେ ସଂଗଠିତ ହୋଇଥିଲା। ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଜାରାନ୍ ଅଞ୍ଚଳରୁ ମଦିନା ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ମହାଭାଗ ଇସଲାମ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ବିଭିନ୍ନ ଅଞ୍ଚଳକୁ ସୈନ୍ୟ ସାମନ୍ତ ପ୍ରେରଣ କରିଥିଲେ। ବସ୍ତୁତଃ ପ୍ରବାସକାରୀ ସାହାବା ଅବି ବିନ୍ ଅବି ଉମയ്ୟା ରଜିୟଲ୍ଲାହୁଙ୍କୁ ସନା ଅଞ୍ଚଳ ଅଭିମୁଖେ ଓ ଜିୟାଦ୍ ବିନ୍ ଲବୀଦ୍ ରଜିୟଲ୍ଲାହୁଙ୍କୁ ହଜ୍ରେ ମୌତା ଅଭିମୁଖେ ପ୍ରେରଣ କରାଯାଇଥିଲା। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଆଉ ଏକ ସୈନ୍ୟ ଦଳ ପ୍ରସ୍ତୁତ କରିଥିଲେ, ଯାହାର ସେନାଧ୍ୟକ୍ଷ କୈସ୍ ବିନ୍ ସାଦ୍ ରଜିୟଲ୍ଲାହୁଙ୍କୁ ନିଯୁକ୍ତ କରିଥିଲେ। ଅତଏବ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ତାଙ୍କୁ 400 ଜଣ ସୈନିକମାନଙ୍କ ନେତୃତ୍ୱରେ ୟମନର କବିଲା ସଦା ନିକଟକୁ ପ୍ରେରଣ କରିଥିଲେ, ଯଦ୍ୱାରା ସେ ସେମାନଙ୍କୁ ଇସଲାମ ଧର୍ମ ଆଡ଼କୁ ଆମନ୍ତ୍ରିତ କରିବେ। ହଜରତ କୈସ୍ ରଜିୟଲ୍ଲାହୁ ଖଜରଜ ଦଳର ସର୍ଦ୍ଦାର ହଜରତ ସାଦ୍ ବିନ୍ ଉବାଦା ରଜିୟଲ୍ଲାହୁଙ୍କର ସୁପୁତ୍ର ଥିଲେ, ଯିଏକି ଜଣେ ଉତ୍ତମ ମତଦାତା ଓ ବୀର ତଥା ଅଶ୍ୱାରୋହୀ ମଧ୍ୟ ଥିଲେ। ଆଉ ଦାନ ଧ୍ୟାନ କରିବାରେ ମଧ୍ୟ ସେ ବେଶ୍ ସୁନାମ ଅର୍ଜନ କରିଥିଲେ। ତେବେ ସେ ଯାତ୍ରା ଆରମ୍ଭ କଲେ ଓ କନା ସ୍ଥାନରେ ଅବସ୍ଥାନ କଲେ। ଇତିମଧ୍ୟରେ ସଦା କବିଲାର ଜଣେ ବ୍ୟକ୍ତି ଜିୟାଦ୍ ବିନ୍ ହାରିସ୍ ସେହି ସ୍ଥାନ ମଧ୍ୟ ଦେଇ ଅତିକ୍ରମ କଲେ। ସେ କିଛି କାଳ ପୂର୍ବରୁ ହିଁ ମୁସଲମାନ ହୋଇଯାଇଥିଲେ। ତାଙ୍କୁ ଯେତେବେଳେ ଖବର ମିଳିଲା ଯେ ଏହି ସେନାଦଳ ତାଙ୍କ କବିଲା ଉପରେ ଆକ୍ରମଣ କରିବାକୁ ଯାଉଛି, ସେତେବେଳେ ସେ ସିଧାସଳଖ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହୋଇଯାଇଥିଲେ ଓ ନିବେଦନ କରିଥିଲେ ଯେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଯେଉଁ ସେନାକୁ ତାଙ୍କ ବସ୍ତି ଆଡ଼କୁ ପ୍ରେରଣ କରିଛନ୍ତି, ତାହାକୁ ଫେରିଆସିବାକୁ କୁହନ୍ତୁ। ମୁଁ ନିଜ ଗୋଷ୍ଠୀର ଜମାନତ ଦେଉଛି ଓ ସେମାନଙ୍କର ଇସଲାମ ଧର୍ମ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଉଛି। ସୁତରାଂ ପୁଣ୍ୟଶ୍ଳୋକ ତାଙ୍କ ବଚନ ସ୍ୱୀକାର କରି ସେନାକୁ ଫେରିଆସିବାକୁ ଆଦେଶ ଦେଲେ। ତାପରେ ସେ ନିଜ ଅଞ୍ଚଳରେ ଧୀରେ ଧୀରେ ଇସଲାମର ପ୍ରଚାର କଲେ। ସେତେବେଳେ ସେହି ବସ୍ତି ବାସିନ୍ଦା ଇସଲାମ ଧର୍ମ ଗ୍ରହଣ କରିନେଲେ, କାରଣ ଆକ୍ରମଣ କରିବା ଓ ବଳପୂର୍ବକ ମୁସଲମାନ କରାଇବା ତ ଇସଲାମର ନୀତିଶିକ୍ଷା ବିପରୀତ ତଥା ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ କାର୍ଯ୍ୟକଳାପ ଓ ସୁନ୍ନତ ଅର୍ଥାତ୍ ଅନୁସୃତ ପନ୍ଥାର ଏହା ବିପରୀତ ଥିଲା। ତେଣୁ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ହଜରତ ଜିୟାଦ୍ ରଜିୟଲ୍ଲାହୁଙ୍କୁ ହିଁ ସେମାନଙ୍କର ଅମୀର ମନୋନୀତ କରିଥିଲେ। ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लम ହଜରତ ଉୟେନା ବିନ୍ ହିସନ୍ ଫଜାରୀ ରଜିୟଲ୍ଲାହୁଙ୍କୁ ବନୁ ତମିମ୍ ଅଭିମୁଖେ ମୁହର୍ରମ ମାସ 9 ହିଜରୀରେ ପ୍ରେରଣ କରିଥିଲେ। ଏହାର ମୂଳ କାରଣ ଏହିକି ଯେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ହଜରତ ବିଶର୍ ବିନ୍ ସୁଫିୟାନ ରଜିୟଲ୍ଲାହୁଙ୍କୁ ବନୁ କାବ୍ ନିକଟକୁ ସଦକା
ଅର୍ଥାତ୍ ଜକାତ ଧନରାଶି ଆଦାୟ କରିବା ସକାଶେ ପ୍ରେରଣ କରିଥିଲେ। ହଜରତ ବିଶାର ରଜିୟତାଲାଙ୍କ ଆଦେଶ କ୍ରମେ ବନୁ ଖଜାର ଅର୍ଥ ପ୍ରତ୍ୟେକ ଦିଗରୁ ସେମାନଙ୍କ ନିକଟରେ ଏକତ୍ରିତ ହେବାକୁ ଲାଗିଲା। ଏଥିରେ ବନୁ ତମିମ୍ ଯିଏକି ମୁସଲମାନ ହୋଇ ନଥିଲେ ସେମାନଙ୍କୁ ଏହି ବିପୁଳ ଧନରାଶି ବେଶ୍ ଅଧିକ ମନେ ହେଲା। ତେଣୁ ସେମାନେ କହିଲେ, ଇଏ ଅକାରଣେ କାହିଁକି ଆମର ସମ୍ପତ୍ତି ନେଇଯାଉଛନ୍ତି? ଏପରି ସେମାନେ ବିରୋଧ କରି ନିଜ ଖଡ୍ଗ ଉତ୍ତୋଳନ କରିନେଲେ। ସେଠାରେ ସେତେବେଳେ କଳହ ଓ ଯୁଦ୍ଧର ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଯାଇଥିଲା। ଏହା ଦେଖି ହଜରତ ବିଶାର ରଜିୟତାଲା ବିନା କୌଣସି ପ୍ରକାରର ଜକାତ ଆଦାୟ କରି ସେଠାରୁ ଫେରି ଆସିଥିଲେ ଏବଂ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ସମ୍ପୂର୍ଣ୍ଣ ଘଟଣା ସଂକ୍ରାନ୍ତରେ ସୂଚିତ କରିଥିଲେ। ଏଥିରେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ହଜରତ ୱେନା ବିନ୍ ହିସାନ ରଜିୟତାଲାଙ୍କୁ 50 ଜଣ ଆରବର ଅଶ୍ୱାରୋହୀଙ୍କ ସାଥିରେ ବନୁ ତମିମ୍ ଅଭିମୁଖେ ପ୍ରେରଣ କରିଥିଲେ। ହଜରତ ୱେନା ବିନ୍ ହିସାନ ନିଜ ସାଥୀମାନଙ୍କ ସମେତ ସେହି ମରୁଭୂମିରେ ପହଞ୍ଚିଗଲେ ଯେଉଁସ୍ଥଳେ ବନୁ ତମିମ୍ ଅବସ୍ଥାନ କରୁଥିଲେ ଓ ନିଜ ଗାଈଗୋରୁକୁ ଚରାଉଥିଲେ। ଯେତେବେଳେ ବନୁ ତମିମ୍ ସେହି ସୈନ୍ୟ ଦଳକୁ ନିଜ ଆଡ଼କୁ ଆସୁଥିବାର ଦେଖିଲେ ସେତେବେଳେ ସେମାନେ ନିଜର ସବୁକିଛି ଛାଡ଼ି ପଳାୟନ କଲେ। ସେହି ସମୟରେ ସେଠାରେ ସେମାନଙ୍କର 11 ଜଣ ପୁରୁଷ ଓ 11 ଜଣ ମହିଳା ଓ 30 ଜଣ ପିଲା ମୁସଲମାନମାନଙ୍କ ଦ୍ୱାରା କଏଦ ହୋଇଥିଲେ। ହଜରତ ୱେନା ସେମାନଙ୍କୁ ମଦିନା ଘେନି ଆସିଥିଲେ ଓ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ଆଦେଶ କ୍ରମେ ସେମାନଙ୍କୁ ହଜରତ ରମଲା ବିନ୍ତେ ହାରିସ୍ ରଜିୟତାଲାଙ୍କ ଆବାସରେ ଅର୍ଥାତ୍ ବାସଭବନରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ବନୁ ତମିମ୍ ସମ୍ପ୍ରଦାୟର 80 କିମ୍ବା 90 ଜଣ ପ୍ରମୁଖ ସଦସ୍ୟ ମାନଙ୍କର ଏକ ଦଳ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସେବାରେ ଉପସ୍ଥିତ ହୋଇଥିଲା। ଏହି ପ୍ରତିନିଧି ମଣ୍ଡଳରେ ସେମାନଙ୍କ ସମ୍ପ୍ରଦାୟର କେତେକ ସୁବକ୍ତା ଓ କବିମାନେ ମଧ୍ୟ ସାମିଲ ଥିଲେ। ଯେତେବେଳେ ଲୋକମାନେ ନମାଜ ଜୋହର ନିମନ୍ତେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଅପେକ୍ଷା କରିଥିଲେ ସେତେବେଳେ ଏହି ପ୍ରତିନିଧି ଦଳ ମସଜିଦରେ ଆସି ପହଞ୍ଚିଲେ। ପ୍ରତିନିଧି ମଣ୍ଡଳର ଲୋକମାନେ ଏହା ବୁଝିଲେ ଯେ ସମ୍ଭବତଃ ହୁଜୁର ବିଳମ୍ବ କରୁଛନ୍ତି। ସେତେବେଳେ ସେହି ଲୋକମାନଙ୍କ ମଧ୍ୟରୁ କିଛି ଲୋକ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ବାସଭବନ ପାଖକୁ ଯାଇ ସେଠାରେ ଉଚ୍ଚ ସ୍ୱରରେ ହୁଜୁରଙ୍କୁ ଡାକିବା ଆରମ୍ଭ କରିଦେଲେ ଯେ ହେ ମୁହମ୍ମଦ ସല്ലଲ୍ଲାହୁ ଆଲୈହି ವಸಲ್ಲମ କିଛି କ୍ଷଣ ପାଇଁ ବାହାରକୁ ଆସନ୍ତୁ। ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମ ବାହାରକୁ ବାହାରିଲେ। ସେତେବେଳେ ଏହି ଲୋକମାନେ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ। ଏହାପରେ ହୁଜୁର ନମାଜ ଜୋହର ପାଠ କରାଇଲେ ଓ ନମାଜ ପାଠ କରି ମସଜିଦର ପ୍ରାଙ୍ଗଣରେ ହିଁ ବସିଗଲେ ଓ ସେହି ପ୍ରତିନିଧି ଦଳ ମଧ୍ୟ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ବସିଗଲେ ଏବଂ ସେମାନେ କବିତା ଓ ଭାଷଣରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସହିତ ମୁକାବିଲା କରିବାକୁ ଚାହୁଁଥିଲେ। ତେଣୁ ସେମାନେ ହୁଜୁରଙ୍କୁ ଏହି ନିମନ୍ତ୍ରଣ ଦେଲେ ଯେ ଆସନ୍ତୁ ଭାଷଣ ଓ କବିତାରେ ଆମ ମଧ୍ୟରେ ପ୍ରତିଯୋଗିତା କରିବା ଆଉ ଦେଖିନେବା ଯେ କେଉଁ ଜାତିର ବକ୍ତା ଓ କବି ଉଚ୍ଚ କୋଟିର। ଆମେମାନେ ଗର୍ବିତ ଯେ ଆମମାନଙ୍କର ବକ୍ତା ଉତ୍ତମ ଓ ଆମମାନଙ୍କର କବି ମଧ୍ୟ ଉତ୍ତମ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମ କହିଲେ, କବିତା ଓ ଭାଷଣ ପ୍ରତିଯୋଗିତା କରିବା ମୋ ଅବତୀର୍ଣ୍ଣ ହେବାର ଅଭିପ୍ରାୟ ନୁହେଁ, ଉଦ୍ଦେଶ୍ୟ ନୁହେଁ। ମୁଁ ଏଥିପାଇଁ ସଂସାରକୁ ଆସିନାହିଁ, ବରଂ ମୁଁ ଏଥିପାଇଁ ଆସିଛି ଯେ ମୁଁ ଲୋକମାନଙ୍କୁ ଆଲ୍ଲାହ ତାଆଲାଙ୍କ ଆଡ଼କୁ ଡାକିବି। କିନ୍ତୁ ତୁମ ଜୀବନର ଅଭିପ୍ରାୟ ହେଲା ଯେ ତୁମେ ନିଜର କଳାର ପ୍ରଦର୍ଶନ କରିବ, ନିଜ ଦକ୍ଷତାର ପ୍ରଦର୍ଶନ କରି ଗର୍ବ କରିବ। ଯଦି ତୁମେମାନେ କବିତା ଓ ଭାଷଣର ପ୍ରତିଯୋଗିତା କରିବାକୁ ଚାହୁଁଛ ତେବେ ଠିକ୍ ଅଛି, ପ୍ରତିଯୋଗିତା କରିନିଅ। ସୁତରାଂ ଭାଷଣର ପ୍ରତିଯୋଗିତା ଆରମ୍ଭ ହେଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ସାବିତ ବିନ୍ କୈସ ବିନ୍ ଶମାସ୍ ରଜିୟତାଲାଙ୍କୁ ସେମାନଙ୍କ ଭାଷଣର ଉତ୍ତର ଦେବାକୁ କହିଲେ ଏବଂ ସେ ଅତି ବଳିଷ୍ଠ ଭାଷଣ ଦେଲେ। ଏହି ଭାଷଣ ସେହି ଶତ୍ରୁପକ୍ଷର ଭାଷଣଠାରୁ ବେଶ ଉତ୍ତମ ଥିଲା ଓ ସେମାନଙ୍କୁ ପତିତ କରିଦେଇଥିଲା। ସେତେବେଳେ
ହସାନ ବିନ୍ ସାବିତ ରଜିୟତାଲା ମଧ୍ୟ ସଭାରେ ଉପସ୍ଥିତ ନଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ତାଙ୍କୁ ଡକାଇ ପଠାଇଲେ। ତତ୍ପରେ ପ୍ରତିନିଧି ମଣ୍ଡଳର କବି ଜିବ୍ରିକାନ ବିନ୍ ବଦ୍ର ନିଜର କବିତା ଉପସ୍ଥାପନ କଲେ। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ହଜରତ ହସାନ ବିନ୍ ସାବିତଙ୍କୁ ତାଙ୍କର ଉତ୍ତର ଦେବାକୁ କହିଲେ। ଏଥିରେ ହସାନ ରଜିୟତାଲା ଛିଡ଼ା ହେଲେ ଏବଂ ତାହାର ଉତ୍ତର ଦେଲେ। ସେତେବେଳେ ସମସ୍ତେ ଏକାଠି ବସିଥିଲେ। ତେବେ ଅକ୍ରା ବିନ୍ ହାବିସ୍, ଯେ କି ସେହି ପ୍ରତିନିଧି ସମୂହ ସହିତ ଆସିଥିଲେ, ସେ ନିଜର ସାଥୀମାନଙ୍କ ସାମ୍ନାରେ ଆଲୋଚନା କଲେ ଯେ ସେମାନଙ୍କର ବକ୍ତା ଅର୍ଥାତ୍ ମୁସଲମାନମାନଙ୍କ ବକ୍ତା ଆମମାନଙ୍କ ବକ୍ତାଠାରୁ ଉତ୍କୃଷ୍ଟ ଏବଂ ସେମାନଙ୍କର କବି ଆମର କବିଠାରୁ ଅତି ଉଚ୍ଚ କୋଟିର। ଏମାନେ ଆମଠାରୁ ବହୁତ ଆଗରେ। ପୁନଶ୍ଚ ଲୋକମାନେ ଯେତେବେଳେ କବିତା ଓ ଭାଷଣ ଶୁଣି ସାରିଲେ ସେତେବେଳେ ସେମାନେ ଇସଲାମ ଧର୍ମ ସ୍ୱୀକାର କରିନେଲେ। କେତେକ ବର୍ଣ୍ଣନା ଅନୁଯାୟୀ ହଜରତ ଅକ୍ରା ବିନ୍ ହାବିସ୍ ରଜିୟତାଲା କିଛି କାଳ ପୂର୍ବେ ଇସଲାମ ଧର୍ମ ସ୍ୱୀକାର କରି ସାରିଥିଲେ ଏବଂ ବର୍ତ୍ତମାନ ସେମାନେ ପ୍ରତିନିଧି ସମୂହ ସହିତ ପୁନର୍ବାର ଉପସ୍ଥିତ ହେଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ବନୁ ତମିମର ଇସଲାମ ଧର୍ମ ସ୍ୱୀକାର କରିବାକୁ ନେଇ ସେମାନଙ୍କର ବନ୍ଦୀମାନଙ୍କୁ ତାଙ୍କୁ ଫେରସ୍ତ କରିଦେଲେ ଓ ସେମାନଙ୍କୁ ପୁରସ୍କୃତ ମଧ୍ୟ କଲେ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ପ୍ରତିନିଧି ସମୂହରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିକୁ 5ଟି ଲେଖାଏ ଅବା ଓ 100 ଦିରହମ ମୁଦ୍ରା ମଧ୍ୟ ପ୍ରଦାନ କରାଯାଇଥିଲା। ଯେପରିକି ପୂର୍ବେ ଚର୍ଚ୍ଚା ହୋଇସାରିଛି ଯେ ଏହି ପ୍ରତିନିଧି ମଣ୍ଡଳରେ ଉତାର ବିନ୍ ହାଜିବ ଇସଲାମ ଧର୍ମ ସ୍ୱୀକାର କରିବା ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ଏକ ଚଦର ଭେଟି ସ୍ୱରୂପ ଉପସ୍ଥାପନ କରିଥିଲେ। ଏହି ଚଦର କିସ୍ରାର ସମ୍ରାଟ ତାଙ୍କୁ ଦେଇଥିଲେ। କୁହାଯାଏ ଯେ ଉକ୍ତ ଚଦର ଅତ୍ୟନ୍ତ ଉଚ୍ଚ କୋଟିର ରେଶମ ଚଦର ଥିଲା। ଉକ୍ତ ଚଦରର ଉପରେ ସ୍ୱର୍ଣ୍ଣ ତାରକସି କାମ ହୋଇଥିଲା। ସାହାବାମାନଙ୍କୁ ଚଦର ଏତେ ସ୍ୱଚ୍ଛ ଓ କୋମଳ ଦେଖାଯାଇଥିଲା ଯେ ସେତେବେଳେ ସେମାନେ ବହୁତ ତାହାକୁ ଦେଖି ପ୍ରଭାବିତ ହୋଇଥିଲେ ଆଉ ତାକୁ ଛୁଇଁବାକୁ ସ୍ପର୍ଶ କରିବାକୁ ଲାଗିଥିଲେ। ସାହାବାମାନଙ୍କର ଏହି ଶୈଳୀ ଦେଖି ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ହେ ସାହାବାମାନେ, ତୁମେମାନେ ଏହି ଚଦରକୁ ନେଇ ଏତେ କାହିଁକି ଚିନ୍ତିତ, ଏତେ ଉତ୍କଣ୍ଠିତ? ସ୍ୱର୍ଗରେ ସାଦଙ୍କ ଚଦର ଏହି ଚଦର ଅପେକ୍ଷା ଅଧିକ କୋମଳ ଓ ଉତ୍କୃଷ୍ଟ ହେବ। ହଜରତ ମିର୍ଜା ବଶୀର ଅହମଦ ସାହେବ ମଧ୍ୟ ଏହି ଘଟଣାର ଆଲୋଚନା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଦୀର୍ଘକାଳ ପରେ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ପାଖକୁ କୌଣସି ସ୍ଥାନରୁ କିଛି ରେଶମ ବସ୍ତ୍ର ଭେଟି ସ୍ୱରୂପ ଆସିଥିଲା ସେତେବେଳେ ସାହାବା ତାହାକୁ ଦେଖି ଆଶ୍ଚର୍ଯ୍ୟିତ ହୋଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସାହାବାମାନଙ୍କର ଏହି ପ୍ରତିକ୍ରିୟା ଦେଖି କହିଲେ, ହେ ସାହାବାମାନେ, କ'ଣ ତୁମେମାନେ ଏହି ବସ୍ତ୍ରର କୋମଳତାକୁ ଦେଖି ଆଚମ୍ବିତ ହେଉଛ? ସ୍ୱର୍ଗପୁରରେ ସାଦଙ୍କ ଚଦର ତ ଏହା ଅପେକ୍ଷା ଅଧିକ କୋମଳ ଓ ଉତ୍କୃଷ୍ଟତର ହେବ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କର ଏହି ଉକ୍ତି ରୂପକ ସଦୃଶ ଥିଲା, ଯହିଁରେ ସାଦ ରଜିୟତାଲାଙ୍କ ସେହି ଆଶ୍ୱସ୍ତମୂଳକ ସ୍ଥାନ ଆଡ଼କୁ ଇଙ୍ଗିତ କରାଯାଇଥିଲା ଯାହାକି ତାଙ୍କୁ ସ୍ୱର୍ଗପୁରରେ ପ୍ରାପ୍ତ ହୋଇଥିଲା। ଅନ୍ୟଥା ଯେପରିକି ପବିତ୍ର କୁରାନ ଓ ହଦିସରୁ ଜ୍ଞାତ ହେଉଛି, ସ୍ୱର୍ଗର ପୁରସ୍କାର ତ ଏହି ସଂସାରର ପୁରସ୍କାର କଳନାରେ ବହୁତ ଭିନ୍ନ। ତାହାର ତ କଳନା ହିଁ କରାଯାଇପାରିବ ନାହିଁ। ନା ହିଁ ସ୍ୱର୍ଗପୁରର ପୁରସ୍କାର ଆମମାନଙ୍କ ପରିଭାଷାରେ ବର୍ଣ୍ଣନା କରାଯାଇପାରିବ। ଏହା ହିଁ ସତ୍ୟ। ଯେଉଁ ଶବ୍ଦ ପବିତ୍ର କୁରାନ ଓ ହଦିସରେ ବର୍ଣ୍ଣିତ ହୋଇଛି ତହିଁରେ କେବଳ ରୂପକ ଓ ସାମଞ୍ଜସ୍ୟତା ଦର୍ଶାଯାଇଛି। ପୁନଶ୍ଚ ଆଉ ଏକ ସରିୟା ଯାହାର ନାମ ସରିୟା କୁତବା ବିନ୍ ଆମିର ରହିଛି, ଯହିଁରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସାମିଲ ନଥିଲେ। ତାହା ସଫର ମାସ 9 ହିଜ୍ରୀରେ ସଂଗଠିତ ହୋଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ କୁତବା ବିନ୍ ଆମିର ରଜିୟତାଲାଙ୍କୁ
20 ଜଣ ମୁସଲମାନମାନଙ୍କର ସହିତ ଖସମ୍ ସମ୍ପ୍ରଦାୟ ଆଡ଼କୁ ପ୍ରେରଣ କରିଥିଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ତାଙ୍କୁ କାବାଲାର ଆଖପାଖ ଅଞ୍ଚଳକୁ ପ୍ରେରଣ କରିଥିଲେ। ୟମନର ମାର୍ଗରେ ତାହାମା ଭୂମିରେ ତାହାର ସହର ଅବସ୍ଥିତ ଥିଲା। ସେହି ସହର ଓ ମକ୍କା ମଧ୍ୟରେ 8 ଦିନର ବ୍ୟବଧାନ ରହିଥିଲା, ଅର୍ଥାତ୍ ପାଖାପାଖି 156 ମାଇଲ ଦୂରତାରେ ତାହା ଅବସ୍ଥିତ ଥିଲା, ଅର୍ଥାତ୍ ସେହି ଅଞ୍ଚଳ। ସେହିପରି ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ସୈନ୍ୟବାହିନୀକୁ ବିଶାର ଆଖପାଖ ଅଞ୍ଚଳକୁ ପ୍ରେରଣ କରିଥିଲେ। ସେହି ସୈନ୍ୟବାହିନୀକୁ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ଏହି ଆଦେଶ ଦେଇ ପ୍ରେରଣ କରିଥିଲେ ଯେ ଶତ୍ରୁ ଉପରକୁ ସହସା ଆକ୍ରମଣ କରିଦେବ, ଅର୍ଥାତ୍ ସେଠାରେ ପହଞ୍ଚିଲା ପରେ ଶତ୍ରୁ ଉପରେ ହଠାତ୍ ଆକ୍ରମଣ କରିଦେବ, କାରଣ ଶତ୍ରୁପକ୍ଷ ଅତି ଧୂର୍ତ୍ତ ଓ ଦୁଷ୍ଟ ସ୍ୱଭାବୀ ଅଟନ୍ତି। ବାଟରେ ସେମାନେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସୈନ୍ୟବାହିନୀର ଏକ ବ୍ୟକ୍ତିଙ୍କୁ ଧରି ନେଇଥିଲେ। ତାକୁ ପଚରାଉଚରା କରିବାରୁ ସେ ନିଜକୁ ମୂକ ବୋଲି ପରିପ୍ରକାଶ କରିଥିଲା। କିନ୍ତୁ ଯେତେବେଳେ ମୁସଲମାନ ସୈନ୍ୟବାହିନୀମାନେ ସେହି ସମ୍ପ୍ରଦାୟ ନିକଟବର୍ତ୍ତୀ ହେଲେ, ସେତେବେଳେ ସେ ଚିତ୍କାର କରି ସମ୍ପ୍ରଦାୟକୁ ସୂଚିତ କରିବାକୁ ଚାହିଁଲା। ଯେହେତୁ ସେହି ବ୍ୟକ୍ତିର ସମ୍ପ୍ରଦାୟର ଲୋକମାନେ ସଚେତନ ଓ ସାବଧାନ ହୋଇସାରିଥିଲେ, ତେଣୁ ମୁସଲମାନମାନେ ରାତ୍ର ହେବାର ଅପେକ୍ଷା କଲେ। ଯେତେବେଳେ ଟିକିଏ ଅନ୍ଧାର ହୋଇଗଲା, ସେତେବେଳେ ମୁସଲମାନ ସେନାବାହିନୀ ସହସା ସେମାନଙ୍କ ଉପରେ ଆକ୍ରମଣ କରିଦେଲେ। ଘମାଘୋଟ ଯୁଦ୍ଧ ହେଲା ଏବଂ ଉଭୟ ପକ୍ଷର ସୈନ୍ୟବାହିନୀ ଗମ୍ଭୀର ରୂପେ ଆହତ ହେଲେ ଏବଂ ପ୍ରତିପକ୍ଷ ସମ୍ପ୍ରଦାୟର ଅନେକ ଲୋକ ପ୍ରାଣ ହରାଇଲେ ଓ କୁତବା ମାଲେ ଗନିମତରେ ଓଟ, ଛେଳି, ମେଣ୍ଢା ଓ ମହିଳାମାନଙ୍କୁ ମଦିନା ଧରି ଘେନି ଆସିଲେ। ସେହି ମାଲେ ଗନିମତର 1/5 ବାହାର କରି ପ୍ରତ୍ୟେକ ଭାଗରେ 4-4ଟି ଲେଖାଏଁ ଓଟ କିମ୍ବା 40ଟି ଲେଖାଏଁ ଛେଳି ମେଣ୍ଢା ପ୍ରତ୍ୟେକ ବ୍ୟକ୍ତିକୁ, ଅର୍ଥାତ୍ ସେହି ସୈନ୍ୟମାନଙ୍କୁ ଯେ ଏହି ଅଭିଯାନରେ ସାମିଲ ଥିଲେ, ତାଙ୍କୁ ପ୍ରଦାନ କରିଦିଆଗଲା। ପୁନଶ୍ଚ ଆଉ ଏକ ସରିଆ ରହିଛି, ଯାହାକି ସରିଆ ଜାହାକ୍ ବିନ୍ ସୁଫିଆନ କବିଲା ଆଡ଼କୁ ହୋଇଥିଲା। ଏହି ସରିଆ କିଲାବ ଠାରେ ସଂଗଠିତ ହୋଇଥିଲା ଓ ଏହା ରବିଉଲ ଅୱ୍ୱଲ ମାସ 9 ହିଜରୀରେ ସଂଗଠିତ ହୋଇଥିଲା। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ଜାହାକ୍ ବିନ୍ ସୁଫିଆନ କିଲାବିଙ୍କୁ କର୍ତ୍ତା ନାମକ ସ୍ଥାନକୁ ତାଙ୍କର ନିଜ ସମ୍ପ୍ରଦାୟ କିଲାବ ଅଭିମୁଖେ ପ୍ରେରଣ କରିଥିଲେ। କୁତା ବନୁ ବକର ସମ୍ପ୍ରଦାୟର ଏକ ଶାଖା ଥିଲା। ଏହି ସମ୍ପ୍ରଦାୟ ମଦିନା ମୁନୱରା ଠାରୁ 7 ଦିନ ବ୍ୟବଧାନରେ ଅବସ୍ଥିତ ଥିଲା। ଜକା ବିନ୍ ସୁଫିଆନ କିଲାବଙ୍କୁ ଜୁଜ ଲାୱାହ ନାମକ ସ୍ଥାନରେ ନିଜ ସମ୍ପ୍ରଦାୟକୁ ଭେଟିଥିଲେ ଓ ସେମାନଙ୍କୁ ଇସଲାମ ଧର୍ମର ସନ୍ଦେଶ ଦେଇଥିଲେ, କିନ୍ତୁ ସମ୍ପ୍ରଦାୟର ଲୋକମାନେ ଏହାକୁ ଅସ୍ୱୀକାର କରିଥିଲେ। ତେଣୁ ମୁସଲମାନ ସୈନ୍ୟବାହିନୀ କୁର୍ତ୍ତା ସମ୍ପ୍ରଦାୟକୁ ପରାସ୍ତ କଲେ ଓ ମାଲେ ଗନିମତ ନିଜ ଅଧୀନସ୍ଥ କରିଥିଲେ। ଉପରୋକ୍ତ ସରିୟାର ବିଶ୍ୱାସବର୍ଦ୍ଧକ ଘଟଣାବଳୀ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ସଲମା ବିନ୍ କୁତା ନାମକ ଜଣେ ଅବିଶ୍ୱାସକାରୀ ବ୍ୟକ୍ତି ଥିଲା, ଯିଏ ବିରୋଧୀମାନଙ୍କ ଦଳରେ ସାମିଲ ଥିଲା, କିନ୍ତୁ ତାର ପୁତ୍ର ଅସିଦ୍ ବିନ୍ ସଲମା ମୁସଲମାନ ହୋଇଯାଇଥିଲା। ସେ ଅର୍ଥାତ୍ ଅସିଦ୍ ବିନ୍ ସଲମା ମୁସଲମାନମାନଙ୍କ ପକ୍ଷରେ ମୁସଲମାନ ସୈନ୍ୟବାହିନୀରେ ସାମିଲ ହୋଇଯାଇଥିଲା। ଯେତେବେଳେ ଶତ୍ରୁପକ୍ଷ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିବାକୁ ମୁସଲମାନମାନଙ୍କର ଆକ୍ରମଣକୁ ସହ୍ୟ କରି ନପାରିଲେ ଓ ପଳାୟନ କଲେ, ସେତେବେଳେ ସେମାନଙ୍କ ମଧ୍ୟରେ ହଜରତ ଅସିଦଙ୍କ ପିତା ସଲମା ମଧ୍ୟ ଥିଲେ। ଅସିଦ ନିଜ ପିତାଙ୍କର ପିଛା କଲେ ଓ ତାଙ୍କ ଅଶ୍ୱ ସମେତ ପାଣିକୁ ଡେଇଁ ପଡ଼ିଲେ। ଅସିଦ ତାଙ୍କ ପିତାଙ୍କର ପିଛା କରିଥିଲେ ଓ ତାଙ୍କୁ ଇସଲାମ ଧର୍ମ ଆଡ଼କୁ ଆମନ୍ତ୍ରିତ କରିଥିଲେ, କାରଣ ସେ ଏହା ଚାହୁଁନଥିଲେ ଯେ ତାଙ୍କ ପିତା ନରକାଗ୍ନିର କଷ୍ଟ ଭୋଗ କରନ୍ତୁ। କିନ୍ତୁ ପ୍ରତି ଉତ୍ତରରେ ପିତା ନିଜର ପୁତ୍ରକୁ ଭର୍ତ୍ସନା କରିଥିଲେ।
ପୁତ୍ର ଯେତେବେଳେ ଦେଖିଲେ ଯେ ତାଙ୍କ ପିତା କୌଣସି ମତେ ତାଙ୍କର କଥା ଗ୍ରହଣ କରୁନାହାନ୍ତି ଓ ନିଜ ପୂର୍ବବତ ଧର୍ମରେ ଆସ୍ଥାରେ ଅଟଳ ରହିଛନ୍ତି, ସେତେବେଳେ ସେ ନିଜ ପିତାଙ୍କର ଅଶ୍ୱର ଗୋଛିକୁ କାଟି ଦେଇଥିଲେ ଓ ଅନ୍ୟ ଜଣେ ବ୍ୟକ୍ତି ଆସି ଅସିଦଙ୍କ ପିତାଙ୍କୁ ସଂହାର କରିଦେଇଥିଲେ। ଅନ୍ୟ ଏକ ବର୍ଣ୍ଣନାରେ ହଜରତ ଅସିଦ ରଜିୟଲ୍ଲାହୁ ଯେତେବେଳେ ମଦିନା ଆସି ଇସଲାମ ଧର୍ମ ସ୍ୱୀକାର କରିନେଲେ, ସେତେବେଳେ ତାଙ୍କର ବୃଦ୍ଧ ମାତା ପିତା ତାଙ୍କୁ ଏକ ପତ୍ର ଲେଖିଲେ। ସେହି ପତ୍ରରେ କେତେକ କବିତାବଳୀ ଉଲ୍ଲେଖ ରହିଥିଲା, ଯହିଁରେ ପିତା ନିଜର ବାର୍ଦ୍ଧକ୍ୟଜନିତ ଅବସ୍ଥା, ନିଜ ପୁତ୍ରର ଅବଜ୍ଞତାର ଅଭିଯୋଗ କରିଥିଲେ ଏବଂ ପୁତ୍ରର ଇସଲାମ ଧର୍ମ ସ୍ୱୀକାର କରିବା ହେତୁ ପୁତ୍ରକୁ ଭର୍ତ୍ସନା କରିଥିଲେ। ଓ ସେ ଲେଖିଥିଲେ ଯେ ଏପରି କ'ଣ ହେଲା ଯେ ତୁମେ ନିଜ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ଇସଲାମ ଧର୍ମ ସ୍ୱୀକାର କରିନେଲ। ଅସିଦ ନିଜର ପିତାଙ୍କର ପତ୍ର ନେଇ ହୁଜୁର ସଲ୍ଲଲ୍ଲାହୁ ଆଲୈହି ସେବାରେ ଉପସ୍ଥିତ ହେଲେ ଏବଂ ତାହାର ବୃତ୍ତାନ୍ତ କଲେ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ନିଜ ପିତାମାତାଙ୍କୁ ଉତ୍ତର ଲେଖି ପଠାଅ, ଯାହାକୁ ପାଠ କରିବା ପରେ ତାଙ୍କ ପିତାମାତା ମଧ୍ୟ ଇସଲାମ ଧର୍ମ ସ୍ୱୀକାର କରିନେଇଥିଲେ। ଏହି ବର୍ଣ୍ଣନାଟି ହଦିସରେ ଉଲ୍ଲେଖ ରହିଛି। ପୁନଶ୍ଚ ସରିୟା ଜିହାକ୍ ବିନ୍ ସୁଫିୟାନ କଲାବି ରଜିୟଲ୍ଲାହୁଙ୍କର ଚର୍ଚ୍ଚା ଉଲ୍ଲେଖ ରହିଛି। ଏହା ରବିଉଲ୍ ଅୱ୍ୱଲ ମାସ 9 ହିଜରୀରେ ସଂଗଠିତ ହୋଇଥିଲା। ପବିତ୍ର ଅବତାର ଜିହାକ୍ ବିନ୍ ସୁଫିୟାନ ରଜିୟଲ୍ଲାହୁଙ୍କୁ ତାଙ୍କର କବିଲା ବନୁ କିଲାବ ଅଭିମୁଖେ ପ୍ରେରଣ କରିଥିଲେ। ସେ ସେଠାରେ ପହଞ୍ଚି ବସ୍ତିବାସୀଙ୍କୁ ଇସଲାମର ସନ୍ଦେଶ ଦେଇଥିଲେ, କିନ୍ତୁ ସେହି ଲୋକମାନେ ତାହାର ପ୍ରତ୍ୟାଖ୍ୟାନ କରିଥିଲେ ଓ ପରିସ୍ଥିତି ଜଟିଳତର ହୋଇ ଶେଷରେ ଯୁଦ୍ଧ ଆଡ଼କୁ ମୁହାଁଇଥିଲା। ତେବେ ଉଭୟ ଦଳ ମଧ୍ୟରେ ସଂଘର୍ଷ ହୋଇଥିଲା। ଶେଷରେ ମୁସଲମାନମାନେ କିର୍ତ୍ତାବାସୀଙ୍କୁ ପରାସ୍ତ କରିଥିଲେ। ତହୁଁ ସରିୟା ହଜରତ ଅଲକମା ବିନ୍ ମୁଜ୍ଜଜ ରଜିୟଲ୍ଲାହୁଙ୍କର ଜଦ୍ଦା ଅଭିମୁଖେ ଯାତ୍ରା କରିବାର ବର୍ଣ୍ଣନା ମିଳୁଅଛି। ସେହି ସରିୟା ରବିଉସାନି ମାସରେ ଓ ଅନ୍ୟ କେତେକ ବର୍ଣ୍ଣନାରେ ସଫର ମାସ 9 ହିଜରୀରେ ସଂଗଠିତ ହୋଇଥିଲା। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ସୂଚନା ମିଳିଲା ଯେ ହବଶାବାସୀଙ୍କ ମଧ୍ୟରୁ କିଛି ଯୋଦ୍ଧା ଜଦ୍ଦାର ଉପକୂଳବର୍ତ୍ତୀ ଅଞ୍ଚଳରେ ଓହ୍ଲାଇଛନ୍ତି, ଅନ୍ୟ କେତେକ ବର୍ଣ୍ଣନା ଅନୁଯାୟୀ ସେମାନେ ମକ୍କାବାସୀଙ୍କୁ ଲୁଣ୍ଠନ କରିବାକୁ ଚାହୁଁଥିଲେ। ଅତଏବ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ହଜରତ ଅଲକମା ରଜିୟଲ୍ଲାହୁଙ୍କୁ 300 ଜଣ ସୈନିକମାନଙ୍କ ସେନାଧ୍ୟକ୍ଷ କରି ସେମାନଙ୍କ ମୁକାବିଲା କରିବାକୁ ପ୍ରେରଣ କରିଥିଲେ। ସେହି ଯୋଦ୍ଧାମାନଙ୍କୁ ମୁସଲମାନମାନଙ୍କ ଆଗମନର ଖବର ମିଳିଯିବାରୁ ସେମାନେ ନୌକା ସାହାଯ୍ୟରେ ନୌକାରେ ଆରୋହଣ କରି ସେଠାରୁ ସମୁଦ୍ର ମାର୍ଗ ଦେଇ ଫେରାର ହୋଇଗଲେ। ହଜରତ ଅଲକମା ଗୋଟିଏ ଦ୍ୱୀପ ପର୍ଯ୍ୟନ୍ତ ସେମାନଙ୍କର ପିଛା କଲେ, ତାପରେ ସେ ସେଠାରୁ ଫେରିଆସିଥିଲେ। ଏହି ଅଭିଯାନରେ ଏକ ବର୍ଣ୍ଣନା ଯୋଗ୍ୟ ପ୍ରସଙ୍ଗ ଆଲୋଚନା କରାଯାଇଛି। ତାହା ଏହିକି ଯେ ସେତେବେଳେ ସୈନ୍ୟ ଦଳର ମୁଖିଆ ମୁସଲମାନମାନଙ୍କୁ ନିଆଁରେ ଡେଇଁ ପଡ଼ିବାକୁ ଆଦେଶ ଦେଇଥିଲେ। ଯେହେତୁ ତାଙ୍କ ସ୍ୱଭାବରେ ଥଟ୍ଟା ଓ ପରିହାସ କରିବା ରହିଥିଲା, ତେଣୁକରି ସେ ଏପରି କହିଥିଲେ। ସେଥିପାଇଁ କିଛି ଲୋକ ପ୍ରସ୍ତୁତ ମଧ୍ୟ ହୋଇଯାଇଥିଲେ ଓ ଅନ୍ୟ କିଛି ଲୋକ ବିମୁଖ ହେବାର ଚର୍ଚ୍ଚା ମିଳୁଅଛି। ଯେତେବେଳେ ଏହାର ସୂଚନା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ମିଳିଲା, ସେତେବେଳେ ହୁଜୁର ଭୀଷଣ ରୂପେ ଉତ୍କ୍ଷିପ୍ତ ହୋଇଉଠିଲେ ଓ କହିଲେ, ଯଦି ସେମାନେ ନିଆଁକୁ ଡେଇଁ ପଡ଼ିଥାନ୍ତେ ତେବେ କୟାମତ ଦିବସ ପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରିନଥାନ୍ତେ, କାରଣ ଆଜ୍ଞା ପାଳନ ତ ଉତ୍ତମ କଥାର କରାଯାଇଥାଏ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ମଧ୍ୟ ଏହି ଘଟଣାର ଚର୍ଚ୍ଚା କରିଛନ୍ତି ଯେ ଯେଉଁ ପ୍ରସଙ୍ଗ ଶରୀୟତ ଅର୍ଥାତ୍ ଧର୍ମବିଧାନର ବିପରୀତ ହୋଇଥାଏ, ତାହାର ଅନୁପାଳନ କରିବାରୁ ବିରତ ରହିବା ଉଚିତ। ତେବେ ଏଠାରେ ଉଲ୍ଲେଖ ରହିଛି ଯେ ମକ୍କା ଓ ଜଦ୍ଦା ମଧ୍ୟରେ 75 କିଲୋମିଟରର ବ୍ୟବଧାନ ରହିଛି। ମଦିନାଠାରୁ ଜଦ୍ଦାର ଦୂରତା ପ୍ରାୟ 250 ମାଇଲ। ତେବେ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ହଦିସରେ ଆସୁଛି, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଛନ୍ତି, ମନ୍ ଅମରକୁମ୍ ମିନକୁମ୍
ବିମାସିୟତିଲ୍ଲାହି ଫଲା ତୁତିଉହୁ। ଅର୍ଥାତ୍ ଯେଉଁ ଅମୀର ତୁମମାନଙ୍କୁ ଆଜ୍ଞା ପାଳନ କରିବା ପ୍ରସଙ୍ଗରେ ଆଦେଶ ଦିଏ ଓ ତାହା ଏକ ଅପ୍ରୀତିକର ପ୍ରସଙ୍ଗ ହୋଇଥାଏ, ତେବେ ତୁମେ ସେହି ପ୍ରସଙ୍ଗରେ ଉକ୍ତ ଅମୀରର ଆଦେଶ ପାଳନ କର ନାହିଁ। ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହୁଜୁର ସല്ലଲ୍ଲାହୁ ଆଲାଇହି ወସଲ୍ଲମ କହିଛନ୍ତି, ଲା ତାତା ଫି ମାସିୟତିଲ୍ଲାହି ଇନ୍ନମା ତାତୁ ଫିଲ୍ ମାରୁଫ୍। ଅର୍ଥାତ୍ ଯେଉଁ ପ୍ରସଙ୍ଗରେ ଆଲ୍ଲାହ ତାଆଲାଙ୍କ ଆଦେଶର ଅବମାନନା କରିବାକୁ ପଡ଼େ, ତେବେ ସେହି ପ୍ରସଙ୍ଗରେ ଆଦେଶ ପାଳନ କରିବା ଅନୁଚିତ। ଆଜ୍ଞା ପାଳନ ତ କେବଳ ଉଚିତ ପ୍ରସଙ୍ଗର ଉପଯୁକ୍ତ ପ୍ରସଙ୍ଗର କରାଯାଇଥାଏ। ତେବେ ହଜରତ ମୁସଲିମ ମଉଦ୍ ରଦିୟଲ୍ଲାହୁ ଏହି ଘଟଣାକୁ ଏପରି ବର୍ଣ୍ଣନା କରିଛନ୍ତି ଯେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଏକଦା ଜଣେ ସାହାବୀଙ୍କୁ ଏକ କ୍ଷୁଦ୍ର ସେନାବାହିନୀର ଅଧିନାୟକ କରି ପ୍ରେରଣ କରିଥିଲେ। ମାର୍ଗରେ କିଛି କଥା ସେ ତାଙ୍କୁ କହିଲେ। ପ୍ରତି ଉତ୍ତରରେ କେତେକ ସାହାବାମାନେ ସେହି କଥାର ଅନୁସରଣ କଲେ ନାହିଁ, କାର୍ଯ୍ୟକାରୀ କଲେ ନାହିଁ। ଫଳତଃ ସେହି ସାହାବୀ ଜଣକ ରୁଷ୍ଟ ହୋଇ କହିବାକୁ ଲାଗିଲେ ଯେ ମୋତେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ତୁମମାନଙ୍କର ଅମୀର ନିଯୁକ୍ତ କରିଛନ୍ତି, ତେଣୁ ତୁମମାନଙ୍କର ପାଇଁ ଏହା ଅନିବାର୍ଯ୍ୟ ଯେ ତୁମେ ମୋର ଆଜ୍ଞା ପାଳନ କର। ଆଉ ଯେଉଁ ବ୍ୟକ୍ତି ମୋର ଅବଜ୍ଞା କରିବ, ତେବେ ସେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କର ଅବଜ୍ଞା ଓ ଅବମାନନା କରିବ। ଏହାର ପ୍ରତି ଉତ୍ତରରେ ସାହାବାମାନେ କହିଲେ, ଆମେମାନେ ଆପଣଙ୍କର ଆଜ୍ଞା ପାଳନ କରିବୁ। ସେହି ସାହାବୀ ଜଣକ କହିଲେ, ଆଚ୍ଛା, ତାହେଲେ ମୁଁ ଦେଖିବି ଯେ ତୁମେମାନେ ମୋର ଆଜ୍ଞା ପାଳନ କରୁଛ ବା ନୁହେଁ। ସୁତରାଂ ସେ ସାହାବୀମାନଙ୍କୁ ନିଆଁ ଜଳାଇ ସେଥିରେ ସେମାନଙ୍କୁ ଡେଇଁବା ପାଇଁ ଆଦେଶ ଦେଲେ। ଏଥିରେ କେତେକ ସାହାବାମାନେ ଡେଇଁବା ପାଇଁ ପ୍ରସ୍ତୁତ ହୋଇଗଲେ। ଆଉ କିଛି ସାହାବାମାନେ ଅମନୋଯୋଗୀ ହୋଇଥିଲେ, ଅରାଜି ହୋଇଥିଲେ। ଆଉ ସେମାନେ କହିବାକୁ ଲାଗିଲେ ଯେ ହେ ଲୋକମାନେ, ଦେଖ, ଆଜ୍ଞା ପାଳନ କେବଳ ଧର୍ମ ବିଧାନର ସଠିକ୍ ପ୍ରସଙ୍ଗରେ କରିବା ଅନିବାର୍ଯ୍ୟ। ଯେଉଁ ଲୋକମାନେ ଅଗ୍ନି ମଧ୍ୟକୁ ଡେଇଁ ପଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ଧର୍ମବିଧାନ ସମ୍ପର୍କରେ କିଛି ଜଣା ନାହିଁ। ଏହିପରି ନିଆଁରେ ଡେଇଁ ନିଜର ପ୍ରାଣନାଶ କରିବା ଅବୈଧ। ଯେତେବେଳେ ସେମାନେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସମ୍ପୂର୍ଣ୍ଣ ଘଟଣାର ଆଲୋଚନା କରିଥିଲେ। ଆଉ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସେମାନଙ୍କର ସମର୍ଥନ କରିଥିଲେ ଯେ ଯେଉଁମାନେ ଏହା କରି ନାହାନ୍ତି ବା ପ୍ରସ୍ତୁତ ହୋଇନାହାନ୍ତି, ସେମାନେ ଉଚିତ କରିଛନ୍ତି। ତାପରେ ସରିୟା ହଜରତ ଅଲି ରଦିୟଲ୍ଲାହୁଙ୍କର ବର୍ଣ୍ଣନା ରହିଛି, ଯାହାକି ରବିଉ ସାନି ମାସ 9 ହିଜରୀରେ ସଂଗଠିତ ହୋଇଥିଲା। ନବୀ ଶ୍ରେଷ୍ଠ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लम ହଜରତ ଅଲି ରଦିୟଲ୍ଲାହୁଙ୍କୁ 150 ଜଣ ଅନସାରମାନଙ୍କ ସହିତ ବନୁ ତେର ପ୍ରତିମା ଫୁଲ୍ସକୁ ଧୂଳିସାତ କରିବା ସକାଶେ ପ୍ରେରଣ କରିଥିଲେ। ସେହି ଯୁଦ୍ଧରୁ ହଜରତ ଅଲି ରଦିୟଲ୍ଲାହୁ ଅନେକ ଧନ ସମ୍ପତ୍ତି ଓ ଗାଈ ଗୋରୁ ନିଜ ଅଧିକାରଭୁକ୍ତ କରି ନେଇ ଆସିଥିଲେ। ସେହି କବିଲା ପ୍ରଖ୍ୟାତ ଦାନୀ ହାତିମ ତାଇଙ୍କର ଥିଲା ଓ କଏଦୀମାନଙ୍କ ମଧ୍ୟରେ ହାତିମ ତାଇର କନ୍ୟା ସଫାନା ମଧ୍ୟ ସାମିଲ ଥିଲା। କିନ୍ତୁ ତାହାର ପୁତ୍ର ଅଦି, ଯେ କି କବିଲାର ସର୍ଦ୍ଦାର ଥିଲା, ସେ ପଳାୟନ କରିବାରେ ସଫଳ ହୋଇଥିଲା ଓ ସେ ସିରିଆ ଦେଶରେ ଯାଇ ନିଜର ଶରଣ ନେଇଥିଲା। ସଫାନା ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ବାରମ୍ବାର ନିବେଦନ କରୁଥିଲା ଯେ ହୁଜୁର ତାହାକୁ ସ୍ୱାଧୀନ କରିଦିଅନ୍ତୁ। ସେ ସ୍ୱାଧୀନ ହେବା ପରେ ସଙ୍ଗେ ସଙ୍ଗେ ମୁସଲମାନ ହୋଇଯାଇଥିଲା। ତାପରେ ନିଜ ଭାଇ ଅଦି ନିକଟକୁ ଯାଇ ସିରିଆରେ ପହଞ୍ଚିଥିଲା। ସିରିଆରେ ପହଞ୍ଚିବା ପରେ ସେ ନିଜ ଭାଇକୁ ସାକ୍ଷାତ କଲା। ତାକୁ ଭର୍ତ୍ସନା କରି କହିଲା ଯେ ତୁମେ ନିଜର ସ୍ତ୍ରୀ ଓ ସନ୍ତାନମାନଙ୍କୁ ଛାଡ଼ି ସେଠାରୁ ପଳାୟନ କଲ, ଆଉ ନିଜର ଭଉଣୀର ସମ୍ମାନକୁ ମଧ୍ୟ ଖାତିର କଲ ନାହିଁ। ଏକଥା ଶୁଣି ସଫାନାର ଭାଇ ଅଦି ତାକୁ କ୍ଷମା ମାଗିବାକୁ ଲାଗିଲା ଓ ନିଜର କୃତ୍ୟ ପାଇଁ ଲଜ୍ଜିତ ହେଲା।
କିଛି ସମୟ ପରେ ଅଦି ନିଜର ଭଉଣୀକୁ ପଚାରିଲା, ହେ ସଫାନା, ତୁ ମୋତେ ଏକଥା କହ ଯେ ମହମ୍ମଦ ସଲ୍ଲଲ୍ଲାହୁଙ୍କ ସମ୍ପର୍କରେ ତୋର କ'ଣ ମତାମତ ରହିଛି। ସଫାନା, ଯେ କି ହୁଜୁର ସଲ୍ଲଲ୍ଲାହୁଙ୍କ ଚରିତ୍ର ଓ ଉତ୍ତମ ଆଚରଣ ଦ୍ୱାରା ପ୍ରଭାବିତ ହୋଇଥିଲା ଓ ମୁସଲମାନ ହୋଇଯାଇଥିଲା, ସେ କହିଲା, ମୁଁ ଆଲ୍ଲାହ ତାଆଲାଙ୍କ ରାଣ ଖାଇ କହୁଛି, ମୋର ଏହି ଧାରଣା ରହିଛି ଯେ ତୁମେ ଯେତେ ଶୀଘ୍ର ପାରୁଛ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ଚାଲିଯାଅ। ପ୍ରକୃତରେ ସେ ଜଣେ ସତ୍ୟବାଦୀ ବାର୍ତ୍ତାବହ। ତାଙ୍କ ନିକଟକୁ ଗଲେ ତୁମେ ନିଶ୍ଚିତ ସାଫଲ୍ୟମଣ୍ଡିତ ହେବ। ତୁମର ସମ୍ମାନ ଓ ପ୍ରତିଷ୍ଠାରେ ତିଳେ ମାତ୍ର ଫରକ ଆସିବ ନାହିଁ। ଏହି ପରାମର୍ଶ ତ ଅତି ଉତ୍ତମ ପରାମର୍ଶ। ତେବେ ସେ ଅର୍ଥାତ୍ ଅଦି ମଦିନା ଯିବା ପାଇଁ ପ୍ରସ୍ତୁତ ହୋଇଗଲା ଓ ମଦିନା ଚାଲିଯାଇଥିଲା। ମଦିନାରେ ପହଞ୍ଚି ହୁଜୁର ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ଯେଉଁଠାରେ ବିରାଜମାନ ଥିଲେ ସେଠାରେ ଯାଇ ପହଞ୍ଚିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅଦିକୁ ଧରି ନିଜ ଘର ଆଡ଼କୁ ବାହାରିଲେ। ବାଟରେ ଜଣେ ବୃଦ୍ଧା ମହିଳା ହୁଜୁର ସଲ୍ଲଲ୍ଲାହୁଙ୍କୁ କିଛି କଥା କହିବା ପାଇଁ କିମ୍ବା ପ୍ରଶ୍ନ ପଚାରିବା ପାଇଁ ଅଟକାଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହି ବୃଦ୍ଧା ମହିଳା ସହିତ କଥାବାର୍ତ୍ତା କରିବା ନିମନ୍ତେ ଅଟକି ଗଲେ। ଅଦି ଏସବୁ ଦେଖି ମନରେ ଭାବିଲା ଯେ ଏହି ବ୍ୟକ୍ତି ସମ୍ରାଟ ତ ହୋଇପାରେ ନା, ଅର୍ଥାତ୍ ଯଦି ଜଣେ ସାଧାରଣ ବୃଦ୍ଧ ବ୍ୟକ୍ତି ଏଭଳି ପ୍ରତିପତ୍ତିଶାଳୀ ବ୍ୟକ୍ତିକୁ ଅଟକାଇ ପାରୁଛି, ସେ ସମ୍ରାଟ କିପରି ବା ହୋଇପାରିବ। ତେବେ ଘରେ ପହଞ୍ଚି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅଦିକୁ ବସାଇଲେ ଓ ଯେତେବେଳେ ହୁଜୁର ଚମଡ଼ାର ଏକ ଥୁଲଥୁଲିଆ ଖଜୁରୀ କୋଳିର ପତ୍ର ଭର୍ତ୍ତି ହୋଇଥିବା ଆସନ ଉପସ୍ଥାପିତ କଲେ ଓ ତାହା ଉପରେ ବସିବା ପାଇଁ ଅଦିଙ୍କୁ କହିଲେ, ସେ କହିଲା, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ଆପଣ ଏହି ଆସନ ଉପରେ ବସନ୍ତୁ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ନା, ତୁମେ ଏହା ଉପରେ ବସ, ମୁଁ ଭୂମି ଉପରେ ବସିଯିବି। ଏହା ଦେଖି ଅଦି ନିଜ ମନରେ ଭାବିଲା ଯେ ମୁଁ ଅଲ୍ଲାହଙ୍କର ଶପଥ କରି କହୁଛି, ଏହି ବ୍ୟକ୍ତି ସମ୍ରାଟ ହୋଇପାରିବ ନାହିଁ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅଦି ସହିତ ବାର୍ତ୍ତାଳାପ ଆରମ୍ଭ କଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅଦିର ଧର୍ମ ଓ ବ୍ୟକ୍ତିଗତ ପ୍ରସଙ୍ଗ ସମ୍ପର୍କରେ କିଛି କଥା କହିଲେ। ସେହି କଥା ମଧ୍ୟରୁ କେତେକ କଥା ଏପରି ଥିଲା ଯାହାକି ଅଦି ବ୍ୟତୀତ ଅନ୍ୟ କାହାରିକୁ ଜଣା ନଥିଲା। ତେଣୁ ଅଦିକୁ ଏହି ବିଶ୍ୱାସ ହୋଇଗଲା ଯେ ବାସ୍ତବରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅଲ୍ଲାହଙ୍କ ବାର୍ତ୍ତାବହ। ତାପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତାକୁ କହିଲେ, ହେ ଅଦି, ତୁମେ ଇସଲାମ ଧର୍ମ ସ୍ୱୀକାର କରିନିଅ, ସୁରକ୍ଷିତ ରହିବ। ସେ ଉତ୍ତର ଦେଲା, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ମୁଁ ପ୍ରାରମ୍ଭରୁ ହିଁ ଗୋଟିଏ ଧର୍ମର ଅନୁଗାମୀ। ମୁଁ ତୁମର ଧର୍ମକୁ ତୁମ ଅପେକ୍ଷା ଅଧିକ ଭଲ ଭାବରେ ଜାଣିଛି। ଅଦି କହିଲା, ମୁଁ କହିଲି, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ମୋର ଧର୍ମକୁ ମୋ ଅପେକ୍ଷା ଅଧିକ ଜାଣନ୍ତି ଏହା କିଭଳି ସମ୍ଭବ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ହଁ, ମୁଁ ତୁମର ଧର୍ମକୁ ତୁମ ଅପେକ୍ଷା ଅଧିକ ଜାଣିଛି। ତୁମେ ଖ୍ରୀଷ୍ଟ ଓ ସାବିଙ୍କ ମଧ୍ୟରେ ଥିବା ଧର୍ମାବଲମ୍ବୀ ନୁହଁ। ମୁଁ କହିଲି, କାହିଁକି ମୁଁ ଧର୍ମାବଲମ୍ବୀ ନୁହେଁ? ହୁଜୁର କହିଲେ, ହେ ଅଦି, କ'ଣ ତୁମେ ନିଜର ସମ୍ପ୍ରଦାୟର ଅଧିପତି ନାହଁ କି? ଅଦି କହିଲା, ହଁ, ମୁଁ ନିଜର ସମ୍ପ୍ରଦାୟର ଅଧିପତି। ଏଥିରେ ହୁଜୁର କହିଲେ, ତାହେଲେ ହେ ଅଦି, ତୁମେ ଅଧିପତି ହେବା ଯୋଗୁଁ ମାଲେ ଗନିମତ ମଧ୍ୟରୁ 1/4 ଭାଗ ନେଉନାହଁ। ଏହା ତୁମ ପାଇଁ ବୈଧ ନୁହେଁ। ତୁମେମାନେ ଏହି ଅଧର୍ମ ବିତ୍ତକୁ ଗ୍ରହଣ କରିନେବ। ଅତଏବ ଅଦି କହିଲା, ମୁଁ ନିଜକୁ ଧିକ୍କାର କଲି ଓ ଅନୁତପ୍ତ ହେଲି। ହୁଜୁର ପୁନଶ୍ଚ କହିଲେ, ହେ ଅଦି, ସମ୍ଭବତଃ ତୁମକୁ ଏହି ଧର୍ମରେ ପ୍ରବିଷ୍ଟ ହେବାକୁ ତୁମର ଧର୍ମ ବାଧା ଦେଉଛି। ମୁଁ ଈଶ୍ୱରଙ୍କ ଶପଥ କରି କହୁଛି, ଖୁବ୍ ଶୀଘ୍ର ଏତେ ଧନ ବଣ୍ଟା ହେବ ଯେ ସେହି ଧନକୁ ନେବାବାଲା କେହି ମିଳିବେ ନାହିଁ। ଇସଲାମ ଧର୍ମର ଅନେକ ଶତ୍ରୁ ରହିଛନ୍ତି। ସେଥିପାଇଁ ତୁମେ ଇସଲାମ ଧର୍ମ ସ୍ୱୀକାର କରିବାକୁ କୁଣ୍ଠାବୋଧ କରୁଛ। ଏହା ହିଁ ତୁମର ଇସଲାମ ଧର୍ମ ସ୍ୱୀକାର କରିବାର ପ୍ରତିବନ୍ଧକ ସାଜିଛି। ହେ ଅଦି, ମୁଁ ଈଶ୍ୱରଙ୍କ ଶପଥ କରି କହୁଛି, ତୁମେ ଖୁବ୍ ଶୀଘ୍ର ଜଣେ ମହିଳା ସମ୍ପର୍କରେ କିଛି କଥା ଶୁଣିବ। ସେ ନିଜର ଓଟ ଉପରେ ହୀରା ନାମକ ସ୍ଥାନରୁ ବାହାରି
ଏହି ଗୃହ ଅର୍ଥାତ୍ ଖାନାକାବାର ପରିକ୍ରମା କରିବ ଓ ସେହି ମହିଳା ଜଣକ ଏହି ଧର୍ମରେ ପ୍ରବିଷ୍ଟ ହେବାକୁ ଭୟଭୀତ ହେବେ ନାହିଁ। ହେ ଅଦି, ସମ୍ଭବତଃ କ୍ଷମତା ଓ ସରକାର ଅନ୍ୟ ଲୋକଙ୍କ ହାତରେ ରହିଛି, ଯାହାଫଳରେ ତୁମେ ଏଥିରେ ଅର୍ଥାତ୍ ଏହି ଧର୍ମକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନାହଁ। ହେ ଅଦି, ମୁଁ ଈଶ୍ୱରଙ୍କ ଶପଥ କରି କହୁଛି, ତୁମେ ଖୁବ୍ ଶୀଘ୍ର ବାବେଲ ଭୂମି ଓ ଧବଳ ବର୍ଣ୍ଣର ପ୍ରାସାଦ ପ୍ରସଙ୍ଗରେ ଶୁଣିବ। ସେହି ପ୍ରାସାଦ ଏମାନଙ୍କ ସକାଶେ ଉନ୍ମୁକ୍ତ କରିଦିଆଯାଇଛି ଓ କେସର ତଥା କିସ୍ରାର ରାଜକୋଷ ଏମାନଙ୍କର ସକାଶେ ଉନ୍ମୁକ୍ତ କରିଦିଆଯାଇଛି। ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମ ଉପରୋକ୍ତ କଥାକୁ 3 ଥର ପୁନରାବୃତ୍ତି କଲେ। ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମଙ୍କର ଆଦର୍ଶ ଉତ୍ତମ ଚରିତ୍ର ଦେଖି ସେ ଅର୍ଥାତ୍ ଅଦି ମୁସଲମାନ ହୋଇଗଲା ଏବଂ କହିଲା, ମୁଁ ଯାତ୍ରୀ ମହିଳାଙ୍କୁ ଦେଖିଲି ଯେ ସେ ନିଜର ଜୀବନସାଥୀ ବିନା ହେରା ନାମକ ସ୍ଥାନରୁ ବାହାରି ବୈତୁଲ୍ଲାର ପରିକ୍ରମା କରିବା ନିମନ୍ତେ ଆସିଛି ଏବଂ ମୁଁ କିସ୍ରାର ବିଜୟୀ ସୈନ୍ୟବାହିନୀମାନଙ୍କ ମଧ୍ୟରେ ସାମିଲ ଥିଲି। ଇସଲାମ ଧର୍ମ ସ୍ୱୀକାର କରିବା ପରେ ହଜରତ ଅଦି ରଜିୟତାଲା ଇସଲାମୀୟ ଆଦେଶାବଳୀର ବିଶେଷ ଆୟୋଜନ କରୁଥିଲେ, କାର୍ଯ୍ୟକାରୀ କରୁଥିଲେ। ନମାଜ ନିମନ୍ତେ ସର୍ବଦା ୱଜୁ କରୁଥିଲେ ବା ଅଜୁ ରହୁଥିଲେ। ନମାଜ ପାଠ କରିବା ନିମନ୍ତେ ଅତ୍ୟନ୍ତ ଚିନ୍ତିତ ଓ ତତ୍ପର ରହୁଥିଲେ। ତେବେ ଯେଉଁ ଲୋକମାନେ ପ୍ରଶ୍ନ କରନ୍ତି ଯେ ଅବିବାହିତା ନାରୀ ହଜ୍ କରିବା ଜରୁରୀ ଅଟେ, ଏହି ପ୍ରଶ୍ନର ମୁଁ ଅନେକ ଥର ଉତ୍ତର ଦେଇସାରିଛି। ଜଣେ ଅବିବାହିତା ଓ ସତୀର ନାରୀର ହଜ୍କୁ ଯିବା ବିଶେଷ ପରିସ୍ଥିତିରେ ଥିଲା, କିନ୍ତୁ ଏହି କଥା ମଧ୍ୟ ଏଠାରେ ସମର୍ଥନ ତାର ହୋଇଗଲା ଯେ ଅଦି ରଜିୟତାଲାଙ୍କ ବର୍ଣ୍ଣନା ମାଧ୍ୟମରେ ଯେ ମୁଁ ସ୍ୱୟଂ ଦେଖିଛି ଯେ ଜଣେ ମହିଳା ହେରା ନାମକ ସ୍ଥାନକୁ ବାହାରିଲା ଏବଂ ସେ ଏକୁଟିଆ ଥିଲା ଓ କାବାର ପରିକ୍ରମା ସେ କରିଥିଲା ଓ ସେହି ମହିଳା ସହିତ କୌଣସି ପୁରୁଷ ନଥିଲେ। ତେଣୁ ଜଣେ ମହିଳା ସହିତ ପୁରୁଷ ବନ୍ଧୁ ବା ସ୍ୱାମୀ ରହିବାର ସର୍ତ୍ତ ନାହିଁ। ହଜରତ ଅଲି ରଜିୟତାଲାଙ୍କର ଏହି ଅଭିଯାନର କିଛି ସମୟ ପରେ ତେ ସମ୍ପ୍ରଦାୟର ପ୍ରତିନିଧି ସମୂହ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଲେ ଓ ଇସଲାମ ଧର୍ମ ସ୍ୱୀକାର କରିନେଲେ। ତାପରେ ଆଉ ଏକ ସରିୟା ଉକାସା ବିନ୍ ମିହସନର ବର୍ଣ୍ଣନା ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି। ଏହି ସରିୟା ଜିନାବ ଠାରେ ହୋଇଥିଲା ଆଉ ଏହା 9 ହିଜ୍ରୀରେ ସଂଗଠିତ ହୋଇଥିଲା। ହଜରତ ଉକାସା ବିନ୍ ମିହସନଙ୍କ ଏହି ସରିୟା ମଦିନା ମୁନୱରାର ଉତ୍ତର ଦିଗରେ ଉଜରା ଓ ବଲ୍ଲି ନାମକ ସମ୍ପ୍ରଦାୟ ସହିତ ହୋଇଥିଲା। ଏହି 2 ସମ୍ପ୍ରଦାୟ ଜିନାବ ନାମକ ସ୍ଥାନର ଆଖପାଖରେ ହୋଇଥିଲା। ଅନ୍ୟ କେତେକ ବର୍ଣ୍ଣନା ଅନୁଯାୟୀ ଏହି ଅଞ୍ଚଳର ନାମ ଜିନାବ ମଧ୍ୟ ବର୍ଣ୍ଣିତ ହୋଇଛି। ବର୍ତ୍ତମାନ ମୁଁ ତବୁକ ଯୁଦ୍ଧ ସଂକ୍ରାନ୍ତରେ ପ୍ରାରମ୍ଭିକ ଘଟଣାବଳୀର ଉପସ୍ଥାପନ କରିଦେଉଛି। ରଜବ ମାସ 9 ହିଜ୍ରୀରେ ଅର୍ଥାତ୍ ସେପ୍ଟେମ୍ବର ମାସ 630 ମସିହାରେ ଏହି ଯୁଦ୍ଧ ସଂଗଠିତ ହୋଇଥିଲା। ତାଇଫ ଯୁଦ୍ଧ ପରେ ରଜବ ମାସ 9 ହିଜ୍ରୀରେ ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମ ଏହି ଯୁଦ୍ଧ ଅଭିମୁଖେ ବାହାରି ଯାଇଥିଲେ। ଏହି ଯୁଦ୍ଧ ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମଙ୍କ ପବିତ୍ର ଜୀବନର ଶେଷ ଯୁଦ୍ଧ ଥିଲା। ତବୁକ ମଦିନା ଠାରୁ ପ୍ରାୟ 685 କିଲୋମିଟର ଦୂରତାରେ ଅବସ୍ଥିତ ଥିଲା। ତବୁକ ଏକ ଝରଣାର ନାମ, ଯେଉଁ ସ୍ଥଳେ ଏହି ଝରଣାଟି ପ୍ରବାହିତ ହେଉଥିଲା। ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମ ତବୁକ ନାମକ ସ୍ଥାନରେ ପହଞ୍ଚି ପ୍ରତିନିଧି ସମୂହରେ ସାମିଲ ହୋଇଥିବା ଲୋକମାନଙ୍କୁ କହିଲେ, ଇନ୍ନକୁମ୍ ସତାତୁନା ଗଦନ ଇନଶାଆଲ୍ଲାହୁ ଆୟନା ତବୁକ, ଅର୍ଥାତ୍ ହେ ଲୋକମାନେ, କାଲି ତୁମେମାନେ ସମସ୍ତେ ତବୁକ ଝରଣା ପାଖରେ ପହଞ୍ଚିଯିବ ଇନଶାଆଲ୍ଲାହ ତାଆଲା। ଏହି ଯୁଦ୍ଧକୁ ସାଆତୁଲ ଉସରା ମଧ୍ୟ କୁହାଯାଏ। ଯଦିଓ ମୁସଲମାନମାନଙ୍କୁ ଉକ୍ତ ଯୁଦ୍ଧରେ ଅନେକ କଷ୍ଟ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉଦାହରଣ ସ୍ୱରୂପ ପ୍ରଚଣ୍ଡ ଗ୍ରୀଷ୍ମତାପ, ଦୀର୍ଘ ଦୂରତା ବିଶିଷ୍ଟ ଯାତ୍ରା, ବାହନର ଅଭାବ, ମାର୍ଗର ସଂକୀର୍ଣ୍ଣ ଓ ଜଟିଳ ପଥ ଆଉ ପାଥେୟର ଅଭାବ, ଏସବୁ କିଛି ସମସ୍ୟା
ଭୀଷଣ ରୂପେ ସେମାନଙ୍କୁ ଗ୍ରାସ କରିଥିଲା, ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ସମସ୍ତ କଷ୍ଟକୁ ସହ୍ୟ କରିବା ପରେ ସତ୍ତ୍ୱେ ମୁସଲମାନ ସେନାବାହିନୀ ଜୈଶୁଲ ଉସ୍ରା ନାମରେ ଅଭିହିତ ହୋଇଥିଲେ। ଏଥିପାଇଁ ତାଙ୍କୁ ଏହି ନାମରେ ନାମିତ କରାଯାଇଥିଲା। ଏହି ଯୁଦ୍ଧକୁ ଗଜତୁଲ ଫାଜିହା ମଧ୍ୟ କୁହନ୍ତି। ଆରବୀ ଭାଷାରେ ଫଜାହତ କହିଲେ ତିରସ୍କାର ଓ ପରଦା ଖୋଲିବାକୁ ବୁଝାଏ। ତେବେ ତବୁକ ଯୁଦ୍ଧ ଗୋଟିଏ ଯୋଗୁଁ ଅନେକ କପଟ ବିଶ୍ୱାସୀମାନଙ୍କର ଅବସ୍ଥା ଉନ୍ମୁକ୍ତ ହୋଇଯାଇଥିଲା। ତାଙ୍କ କପଟତା ପ୍ରକାଶ୍ୟ ହୋଇଯାଇଥିଲା। ତେଣୁକରି ଏହି ଯୁଦ୍ଧକୁ ଗଜତୁଲ ଫାଜିହା ମଧ୍ୟ କୁହାଯାଏ। ତବୁକ ଯୁଦ୍ଧର କାରଣ ଓ ପୃଷ୍ଠଭୂମି ଏପରି ଉଲ୍ଲେଖ ରହିଛି ଯେ ମଦିନାବାସୀଙ୍କୁ ବାହ୍ୟ ଶକ୍ତି ବିଶେଷ କରି ରୋମୀମାନଙ୍କର ସମର୍ଥକ ବନୁ ଗସାନ ସମ୍ପ୍ରଦାୟର ଆକ୍ରମଣର ସର୍ବଦା ବିପଦ ରହିଥିଲା ଏବଂ ଏହି ସୂଚନା ମଧ୍ୟ ମିଳୁଥିଲା ଯେ ଏହି ଦୁଇ ଶକ୍ତି ଅର୍ଥାତ୍ ରୋମୀ ଓ ଗସାନୀ କୌଣସି ଏକ ଯୁଦ୍ଧର ପ୍ରସ୍ତୁତ କରୁଛନ୍ତି। ଗସାନୀମାନଙ୍କ ଆକ୍ରମଣର ଆଶଙ୍କା ସମ୍ପର୍କରେ ହଜରତ ଉମର ରଜିୟଲ୍ଲାହୁ ସ୍ୱୟଂ ବର୍ଣ୍ଣନା କରନ୍ତି ଯେ ଆମେମାନେ ସବୁବେଳେ ଗସାନୀମାନଙ୍କର ଆକ୍ରମଣର ଭୟରେ ରହିଥିଲୁ ଯେ ସେମାନେ କେତେବେଳେ ମଧ୍ୟ ଆମ ଉପରେ ଆକ୍ରମଣ କରିଦେବେ। ତବୁକ ଯୁଦ୍ଧର ତତ୍କ୍ଷଣାତ୍ ଫଳାଫଳ ଯାହା ହେଲା ତାହା ବର୍ଣ୍ଣିତ ରହିଛି ଯେ ବ୍ୟବସାୟୀମାନଙ୍କର ଏକ ଜମାତ ମଦିନାର ସରିୟାରୁ ଜୈତୁନ ଆଣିବା ପାଇଁ ଆସିଥିଲା। ମୁସଲମାନମାନଙ୍କୁ ଏହା ସେମାନେ କହିଲେ କି ରୋମୀମାନେ ସିରିଆର ଏକ ବିଶାଳ ସୈନ୍ୟବାହିନୀ ଏକତ୍ରିତ କରିଛନ୍ତି। ସମ୍ରାଟ ହରକଲ ସେହି ସୈନ୍ୟବାହିନୀକୁ 1 ବର୍ଷର ଖର୍ଚ୍ଚ ଯୋଗାଇ ଦେଇଛି। ତତ୍ସହିତ ଲଖମ, ଜୁଜାମ, ଆମିଲ୍ଲା, ଗସାନ ଓ ଅନ୍ୟ ଖ୍ରୀଷ୍ଟ ଧର୍ମୀୟ ସମ୍ପ୍ରଦାୟମାନେ ସେଥିରେ ସମ୍ମିଳିତ ଅଛନ୍ତି। ଆଉ ସେମାନେ ଆକ୍ରମଣ କରିବାର ପୂର୍ଣ୍ଣ ପ୍ରସ୍ତୁତି କରିନେଲେଣି। ତବୁକ ଯୁଦ୍ଧର ଦ୍ୱିତୀୟ କାରଣ ଏହା ଦର୍ଶାଯାଉଛି ଯେ ଖ୍ରୀଷ୍ଟିଆନମାନେ ସମ୍ରାଟ ହରକଲ ଅଭିମୁଖେ ଏକ ପତ୍ର ଲେଖିଥିଲେ ଯେ ଯେଉଁ ବ୍ୟକ୍ତି ଅବତାରୋତ୍ତର ଦାବି କରିଛି ଅର୍ଥାତ୍ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लम ସେ ନାଉଜୁବିଲ୍ଲା ମୃତ୍ୟୁବରଣ କରିଛି ଓ ତାର ସାଥୀମାନଙ୍କୁ ଦୁର୍ଭିକ୍ଷ ଗ୍ରାସ କରିଛି। ସେମାନଙ୍କର ଧନ ଓ ଜୀବଜନ୍ତୁ ମରିଯାଇଛନ୍ତି। ବର୍ତ୍ତମାନ ଏମାନଙ୍କ ଉପରେ ଆକ୍ରମଣ କରିବା ଓ ସେମାନଙ୍କ ଉପରେ ବିଜୟ ପ୍ରାପ୍ତି କରିବାର ଅତି ସୁବର୍ଣ୍ଣ ସୁଯୋଗ ମିଳିଯାଇଛି। ସୁତରାଂ ହରକଲ ନିଜର ସେନାପତିକୁ 40,000 ସୈନ୍ୟବାହିନୀ ସಮೇତ ପ୍ରେରଣ କରୁ ସେହି ସେନାପତିର ନାମ କରିଥିଲା। ସେହି ସେନାପତିର ନାମ କବାଜ ଅବା ଜନ୍ନାତ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଯେତେବେଳେ ଏହାର ସୂଚନା ମିଳିଲା ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସୈନ୍ୟବାହିନୀ ପ୍ରସ୍ତୁତ କରିବା ନିମନ୍ତେ ସାହାବାମାନଙ୍କୁ ଆଦେଶ ଦେଲେ। ତବୁକ ଯୁଦ୍ଧର ଆଉ ଏକ ମୁଖ୍ୟ କାରଣ ଏହା ମଧ୍ୟ ଜଣାପଡ଼ୁଛି ଯେ ମକ୍କା ବିଜୟ ପରେ ଓ ହୁନେନ ଯୁଦ୍ଧରେ ବନୁ ହୱାଜିନ ସମ୍ପ୍ରଦାୟର ଶକ୍ତିଶାଳୀ ସମ୍ପ୍ରଦାୟକୁ ପରାସ୍ତ କରିବା ପରେ ଆଖପାଖର ସମସ୍ତ ସମ୍ପ୍ରଦାୟମାନଙ୍କ ଉପରେ ମୁସଲମାନମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବା ୟହୁଦୀ ଓ ଖ୍ରୀଷ୍ଟିଆନମାନଙ୍କୁ ବିଶେଷ ଭାବରେ କପଟ ବିଶ୍ୱାସୀମାନଙ୍କୁ ପ୍ରଭାବିତ କରିଥିଲା। ସେମାନେ ଏକତ୍ରିତ ହୋଇଥିଲେ। ସେମାନେ ନିଜର ପ୍ରୟାସକୁ ଅସଫଳ ହେଉଥିବାର ଦେଖି ସେତେବେଳର ମହାଶକ୍ତି ଅର୍ଥାତ୍ କେସର ରୋମ ଠାରୁ ସାହାଯ୍ୟ ଭିକ୍ଷା କରିଥିଲେ। ଗୋଟିଏ ପକ୍ଷରେ ସେମାନେ କେସର ରୋମ ଠାରୁ ସାହାଯ୍ୟ ଲୋଡ଼ିଲେ ଓ ଅନ୍ୟ ପଟରେ କେସର ରୋମକୁ ପ୍ରସ୍ତୁତ କରାଇଲେ ଯେ ସେ ନିଜର ସୈନ୍ୟବାହିନୀ ପ୍ରେରଣ କରୁ, କାରଣ ମୁସଲମାନମାନଙ୍କର ମୂଳୋତ୍ପାଟନ କରିବା ନିମନ୍ତେ ତାଙ୍କର ସାହାଯ୍ୟ ଅନିବାର୍ଯ୍ୟ। ଅନ୍ୟପଟରେ କପଟ ବିଶ୍ୱାସୀମାନେ ଏହା କରିଥିଲେ ଯେ ମଦିନାର ପୂର୍ବରୁ ହିଁ ଏହି ଗୁଜବ ମଦିନାରେ ପ୍ରସାରିତ କରିଥିଲେ ଯେ କେସର ରୋମ ନିଜର ସୈନ୍ୟବାହିନୀ ପ୍ରେରଣ କରୁଅଛି ଏବଂ ସେମାନେ ମଦିନା ଉପରେ ଆକ୍ରମଣ କରିବା ପାଇଁ ଆସନ୍ନ ପ୍ରାୟ। ଆଉ ସେମାନେ ମୁସଲମାନ ଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ବିନାଶକୁ ସୁନିଶ୍ଚିତ କରିଦେବେ।
ସେ ଯାହା ହେଉ ଏହା ଥିଲା ସେମାନଙ୍କର ଅଭିଳାଷ। ଏହାର ଦୀର୍ଘ ବିବରଣୀ ବ୍ୟାଖ୍ୟାତ୍ମକ ବର୍ଣ୍ଣନା ଇନଶାଆଲ୍ଲାହ ତାଆଲା ଆସନ୍ତା ଖୁତବାରେ କରିବି। ବର୍ତ୍ତମାନ ମୁଁ ଏହି ଘୋଷଣା କରିବାକୁ ଚାହୁଁଛି ଯେ ରବୁଆର ଗୋଲ ବାଜାରରେ ଆତଙ୍କବାଦୀମାନେ ଆକ୍ରମଣ କରିଦେଇଛନ୍ତି। ସେଥିରେ 6 ଜଣ ବ୍ୟକ୍ତି ଆମର ଆହତ ହୋଇଛନ୍ତି। 2 ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ସେମାନଙ୍କର ଅପରେସନ୍ ମଧ୍ୟ ହୋଇଯାଇଛି। ଆଲ୍ଲାହ ତାଆଲା କରନ୍ତୁ କି ଆହତମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯଥାଶୀଘ୍ର ସୁଧୁରି ଯାଉ, ଆମିନ୍। ସେହିପରି ଅନ୍ୟ ଆହତମାନେ ମଧ୍ୟ ରହିଛନ୍ତି, ତାଙ୍କୁ ମଧ୍ୟ ଆଲ୍ଲାହ ତାଆଲା ସୁସ୍ଥ କରିଦିଅନ୍ତୁ। ଆମ ସିକ୍ୟୁରିଟି ବାଲା ଜଣେ ଆତଙ୍କବାଦୀକୁ ନିହତ କରିଦେଇଛନ୍ତି, ଅନ୍ୟ ଜଣେ ପଳାୟନ କରିବାରେ ସଫଳ ହୋଇଛି। ଆଲ୍ଲାହ ତାଆଲା ସେହି ଉଗ୍ରବାଦୀ ଦଳ ଓ ଆଇନ ଉଲ୍ଲଙ୍ଘନକାରୀ ତଥା ଜମାତର ବିରୋଧୀମାନଙ୍କୁ ଶୀଘ୍ର କବଳିତ କରନ୍ତୁ। ପାକିସ୍ତାନ ସ୍ଥିତ ପଞ୍ଜାବର ପ୍ରଧାନମନ୍ତ୍ରୀ ଓ ପ୍ରଶାସକ ଏହି ଦାବି କରୁଛନ୍ତି ଯେ ସେଠାରେ 100% ଅପରାଧ ସମୂଳେ ଶେଷ ହୋଇଯାଇଛି, କିନ୍ତୁ ପରିସ୍ଥିତି ଆମ ନିୟନ୍ତ୍ରଣାଧୀନ ରହିଛି। ଆଉ ଏଠାରେ କୌଣସି ଅପରାଧୀ ବାକି ନାହାନ୍ତି। କିନ୍ତୁ ଅହମଦୀମାନଙ୍କ ଉପରେ ଦିନ ପ୍ରତିଦିନ ଯେଭଳି ଆକ୍ରମଣ କରାଯାଉଛି ଓ ତାଙ୍କୁ ଶହୀଦ ତଥା କ୍ଷତାକ୍ତ କରାଯାଉଛି, ଆହତ କରାଯାଉଛି, ସେମାନଙ୍କ ଧନ ସମ୍ପତ୍ତିକୁ ନିଆଁ ଲଗାଇ ଜାଳି ଦିଆଯାଉଛି, ସମ୍ଭବତଃ ଏସବୁ ଏହି ପ୍ରଶାସକ ନିକଟରେ ଅପରାଧ କିମ୍ବା ଅତ୍ୟାଚାର ନୁହେଁ। ଆଲ୍ଲାହ ତାଆଲା ସେହି ପ୍ରଶାସକଙ୍କୁ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ ଓ ଖୁବ୍ ଶୀଘ୍ର ଆଲ୍ଲାହ ତାଆଲା ଜମାତ ସପକ୍ଷରେ ନିଦର୍ଶନ ପ୍ରକଟ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.